ପୁସ୍ତକର ନାମ ଦୁଇ ଦିଗନ୍ତ। ଲେଖକ ଗୌରହରି ଦାସ। ପଢ଼ି ଶୁଣାଉଛନ୍ତି ସୁବ୍ରତ କୁମାର ପତି। ଭାଗ 1 ନିଜ କଥା। 1996ରେ ପ୍ରଥମ ଥର ଆମେରିକାରୁ ବୁଲି ଫେରିବା ପରେ ପ୍ରଥମ ପ୍ରବାସ ବହିଟି ଲେଖିଥିଲି। ସେ ବହିଟି ଲେଖିଲା ବେଳେ ତାହା ଏତେ ପରିମାଣରେ ପାଠକୀୟ ଆଦର ପାଇବ ବୋଲି ମୁଁ କଦାପି ଭାବିନଥିଲି। ପରେ ବୁଝିଲି ମୋର ଲେଖିବାର ଶୈଳୀ ଅପେକ୍ଷା ଆମେରିକା ଓ ସେଠାରେ ରହୁଥିବା ଭାରତୀୟମାନଙ୍କର ଜୀବନଧାରା ସମ୍ବନ୍ଧରେ ଜାଣିବାର ଆଗ୍ରହ ଯୋଗୁଁ ଅନେକ ପାଠକ ପାଠିକା ସେ ବହିଟି ପଢ଼ିବାକୁ ଚାହିଁଥିଲେ। ଆଜି ଦ୍ୱିତୀୟ ଭ୍ରମଣ କାହାଣୀ ଦୁଇ ଦିଗନ୍ତର ପ୍ରକାଶନ ଅବସରରେ ପ୍ରଥମ ପ୍ରବାସ ପଢ଼ି ମୋତେ ଉତ୍ସାହ ଦେଇଥିବା ସେହି ଶୁଭେଚ୍ଛୁମାନଙ୍କ କଥା ମନେ ପଡ଼ୁଛି। ପ୍ରଥମ ପ୍ରବାସ ବହିଟି ପାଠକ ପାଠିକାଙ୍କୁ ଭଲ ଲାଗି ନଥିଲେ ଏ ବହିଟି ହୁଏତ ମୁଁ ଲେଖିନଥାନ୍ତି। 2000 ମସିହାରେ ଆଉଥରେ ଯୁକ୍ତରାଷ୍ଟ୍ର ଆମେରିକା ଯିବାର ସୁଯୋଗ ଆସିଲା। ଗଲାଥର କେବଳ ନ୍ୟୁୟର୍କ, ୱାସିଂଟନ୍ ଡିସି, ନ୍ୟାସଲିପ୍ ଭଳି କେତେକ ସ୍ଥାନ ବୁଲିଥିଲି। ମାତ୍ର ଏଥର ଏପଟର ଆଟଲାଣ୍ଟିକ୍ ମହାସାଗର କୂଳରୁ ସେପଟର ପ୍ରଶାନ୍ତ ମହାସାଗର କୂଳ ଯାଏ ଅନେକ ସ୍ଥାନ ବୁଲିବାର ଅବକାଶ ହୋଇଥିଲା। ସେ ସ୍ଥାନଗୁଡ଼ିକରୁ ସାନ୍ଫ୍ରାନ୍ସିସ୍କୋ ଏବଂ ଫ୍ଲୋରିଡା ଭ୍ରମଣର ଅନୁଭୂତି ଅନେକ ଦିନ ଯାଏ ମନେ ରହିବ। ଏସବୁ ସ୍ଥାନ ଭିନ୍ନ କିଛି ଭଲ ମଣିଷଙ୍କ ସହ ସମ୍ପର୍କ ପ୍ରତିଷ୍ଠାର ଅବକାଶ ଦେଇଥିଲା ଦ୍ୱିତୀୟ ପ୍ରବାସ। ମୋର ସବୁବେଳେ ମନ ହୋଇଛି ଯେ ଭଲ ମଣିଷମାନେ ସାଧାରଣ ସ୍ଥାନକୁ ସୁଦ୍ଧା ସୁନ୍ଦର କରିଦେଇପାରନ୍ତି। ଏ ବହିଟି ଲେଖିବା ବେଳେ ମୋର ସେହି ଭଲ ଲୋକମାନଙ୍କ କଥା ମନେ ପଡ଼ୁଛି। ଆଟଲାଣ୍ଟାର ପ୍ରିୟବ୍ରତ ବିଶ୍ୱାଳ ଏବଂ ତାଙ୍କର ବନ୍ଧୁ, ନ୍ୟାସଲିଭ୍ର ରାଧାକାନ୍ତ ବାବୁ, ଅହିମାଣିକ୍ୟ ଏବଂ ତାଙ୍କର ପତ୍ନୀ, ବଲ୍ଟିମୋରର ଧୀରେନ୍ଦ୍ର ଓ ଅନାଦି ବାବୁ, ୱାସିଂଟନ୍ ଡିସିର ଶ୍ରୀକାନ୍ତ ନାୟକ, ସାନ୍ଫ୍ରାନ୍ସିସ୍କୋର ସଂଶୟ ବାବୁ ଓ ତାଙ୍କର ପରିବାର, ଫ୍ଲୋରିଡାର ରାମନାରାୟଣ ବାବୁ ଓ ଝୁନୁ ଦେବୀ, ଫୋର୍ଟ ଲରେଡେଲର ସଫାକତ ଅଲି ଖାଁ ଏବଂ ତାଙ୍କ ପତ୍ନୀଙ୍କ ପରି ବହୁ ବନ୍ଧୁ ସେମାନଙ୍କର ଉଷ୍ମ ଆତିଥେୟତାରେ କୃତଜ୍ଞ କରିଛନ୍ତି। ଆଲବାମାର ଶ୍ରୀ ଦିଗମ୍ବର ମିଶ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର, ଅନୁପ ଓ ଲିଙ୍କୁନଙ୍କୁ ଔପଚାରିକ ରୀତିରେ ଧନ୍ୟବାଦ ଜଣାଇ ସେମାନଙ୍କର ଭାବାବେଗକୁ ନ୍ୟୁନ କରିବାକୁ ଚାହୁଁନାହିଁ। ମୋର ସୌଭାଗ୍ୟ ଯେ ଶ୍ରୀଯୁକ୍ତ ମିଶ୍ର ମୋତେ ତାଙ୍କର ସମ୍ପ୍ରସାରିତ ପରିବାରର ଅନ୍ୟତମ ସଦସ୍ୟ ରୂପେ ଗ୍ରହଣ କରିନେଇଛନ୍ତି। ଆମେରିକାରୁ ଭାରତ ଫେରିବା ବାଟରେ ସପ୍ତାହକ ପାଇଁ ସ୍ୱିଡେନ୍ ଯାଇଥିଲି। ସେତେବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ ଏବର କୃଷି ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ସହଦେବ ସାହୁ ମଧ୍ୟ ସ୍ୱିଡେନ୍ ଭ୍ରମଣରେ ଯାଇଥିଲେ। ସେହି ସପ୍ତାହ କାଳ ତାଙ୍କର ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ହୋଇଥିଲା। ଶ୍ରୀଯୁକ୍ତ ସାହୁଙ୍କ ଆନ୍ତରିକ ବ୍ୟବହାର, ଶ୍ରଦ୍ଧାପୂର୍ଣ୍ଣ ଆଚରଣ ଓ ଚଟୁଳ ରସିକତା ନିମିଷରେ ପରଳକୁ ଆପଣାର କରିନିଏ। ସ୍ୱିଡେନ୍ ଭ୍ରମଣର ସଫଳତା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ସ୍ୱିଡେନ୍ରେ ବାସ କରୁଥିବା ବିଶିଷ୍ଟ ଭାରତୀୟ ଚିତ୍ରଶିଳ୍ପୀ ଶ୍ରୀ ପି.କେ. ମହାନନ୍ଦିଆଙ୍କ ଜୀବନ କାହାଣୀ ମୋତେ କିଛି ବର୍ଷ ତଳୁ ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ଲାଗି କୌତୂହଳୀ କରିଥିଲା। ସ୍ୱିଡେନ୍ ଭ୍ରମଣ ସମୟରେ ମୁଁ ତାଙ୍କର ଅତିଥି ହୋଇଥିଲି ଓ ତାଙ୍କୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲି। ଦୁଇ ଦିଗନ୍ତରେ ଶ୍ରୀ ମହାନନ୍ଦିଆଙ୍କ ସମ୍ପର୍କରେ ଅଳ୍ପ କିଛି ଆଲୋଚନା କରିଛି। ବହିଟିର ପ୍ରକାଶନ ଅବସରରେ ମୁଁ ତାଙ୍କୁ ଓ ତାଙ୍କର ପତ୍ନୀ ଚାରୁଲତାଙ୍କୁ ମୋର କୃତଜ୍ଞତା ଜଣାଉଛି। ବହି ଆକାରରେ ପ୍ରକାଶ ପାଇବା ଆଗରୁ ସ୍ୱିଡେନ୍ର ଅନୁଭୂତିର କିଛି ଅଂଶ ସମ୍ବାଦରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ଏଥିପାଇଁ ମୁଁ ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ। ପାଣ୍ଡୁଲିପି ପ୍ରସ୍ତୁତିରେ ମୋର ପତ୍ନୀ ଶ୍ରୀମତୀ ସଂଯୁକ୍ତା ନାୟକ ବହୁ ସହଯୋଗ କରିଛନ୍ତି। ଅଫିସ୍ ଓ ଘର କାମର ଜଞ୍ଜାଳ ଭିତରେ ତାଙ୍କର ଏ ସହଯୋଗ ଭୁଲି ହେବ ନାହିଁ। ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ଅନ୍ୟତମ ସମ୍ଭ୍ରାନ୍ତ ପ୍ରକାଶନ ସଂସ୍ଥା ଭାରତ ଭାରତୀର ମୁଖ୍ୟ କାର୍ଯ୍ୟକର୍ତ୍ତା ଶ୍ରୀ ଉମେଶ ପ୍ରସାଦ ସାହୁ ମୋର ଅନେକଗୁଡ଼ିଏ ବହି ପ୍ରକାଶ କରି ମୋତେ ଉତ୍ସାହିତ କରିଆସିଛନ୍ତି। ପ୍ରଥମ ପ୍ରବାସ ବହିଟିକୁ ସେ ଅତି ସୁନ୍ଦର ଭାବେ ପ୍ରକାଶ କରିଥିବାରୁ ତାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଦୁଇ ଦିଗନ୍ତର ପ୍ରକାଶ ଦିଗରେ ମଧ୍ୟ ସେ ସେହିପରି ଆଗ୍ରହ ପ୍ରକାଶ କରିଛନ୍ତି। ଅନୁଜ ପ୍ରତିମ ଅମର କୁମାର ବେହୁରା ବହିଟିର ପ୍ରସ୍ତୁତିରେ ସବୁ ମତେ ସହଯୋଗ କରିଥିବାରୁ ସେ ମୋର ଧନ୍ୟବାଦାର୍ହ। ଆଶା କରୁଛି ଦୁଇ ଦିଗନ୍ତ ମୋର ପ୍ରିୟ ପାଠକ ପାଠିକାଙ୍କୁ ଭଲ ଲାଗିବ। ଭାଗ 2 ଫରେନ୍ ଟୁର୍ ଯୋଗ। ପିଲାଦିନେ ମୁଁ ଯେଉଁ ଅପରିଚିତ ଲୋକଟିର ଲୋକପ୍ରିୟତାକୁ ସବୁଠୁ ବେଶି ଈର୍ଷ୍ୟା କରୁଥିଲି ସେ ଥିଲେ ସପ୍ତାହରେ ଥରେ ଆମ ଗାଁକୁ ଆସୁଥିବା ଜଣେ ଜ୍ୟୋତିଷ। ଆମ ଗାଁ ଷଣ୍ଢଗଡ଼ାରେ କେହି ବ୍ରାହ୍ମଣ ଜ୍ୟୋତିଷ ନଥିଲେ। ଏହି ଭଦ୍ରଲୋକ ଆସୁଥିଲେ ପାଖ ବଜାର ଘଣ୍ଟେଶ୍ୱରରୁ। ସେ ଆମ ଗାଁକୁ ଆସିବା କ୍ଷଣି Sample complete. Ready to continue?